ନମସ୍କାର। ଆଜି ଆମେ ପୁରୀର ସେହି ସାରା ଦୁନିଆରେ ଜଣାଶୁଣା ରଥଯାତ୍ରା ବିଷୟରେ କଥା ହେବା। ନମସ୍କାର। ହଁ, ରଥଯାତ୍ରା। ଆମେ ଚେଷ୍ଟା କରିବା ଏହାର କିଛି ମୁଖ୍ୟ କଥା, ନୀତିକାନ୍ତି ଆଉ ଏହାର ଗଭୀରତାକୁ ଟିକେ ବୁଝିବା ପାଇଁ। ନିଶ୍ଚୟ। ଦେଖନ୍ତୁ, ଏଇଟା ଗୋଟେ ବାର୍ଷିକ ହିନ୍ଦୁ ପର୍ବ। ହଁ, ପ୍ରତିବର୍ଷ ହୁଏ। ଆଜ୍ଞା, ଆଷାଢ଼ ମାସର ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ, ସାଧାରଣତଃ ଜୁନ୍ କିମ୍ବା ଜୁଲାଇ ମାସରେ ପଡ଼େ। ଏହି ଦିନ ମହାପ୍ରଭୁ ଜଗନ୍ନାଥ, ବଡ଼ ଠାକୁର ବଳଭଦ୍ର ଆଉ ଦେବୀ ସୁଭଦ୍ରା ତିନିଜଣ ଯାକ ବଡ଼ ଦେଉଳରୁ ବାହାରି ବଡ଼ଦାଣ୍ଡରେ ହଁ। ଗୁଣ୍ଡିଚା ମନ୍ଦିର ଯାଇ ଯାଆନ୍ତି। ସେଇଟାକୁ ତ ଘୋଷଯାତ୍ରା କହନ୍ତି। ଆଚ୍ଛା। ସେଠି ସେମାନେ ପ୍ରାୟ 7 ଦିନ ରହନ୍ତି। ତାପରେ ପୁଣି ଫେରି ଆସନ୍ତି ନିଜ ମନ୍ଦିରକୁ। ସେଇଟା ହେଲା ବାହୁଡ଼ା ଯାତ୍ରା। ଏକଦମ ବାହୁଡ଼ା ଯାତ୍ରା। ଆଉ ଫେରିଲା ବେଳେ ମାଉସୀମା ମନ୍ଦିରରେ ବି ରହନ୍ତି। ଓହୋ, ସେଠି ପୋଡ଼ପିଠା ଭୋଗ ହୁଏ ନା? ହଁ, ପୋଡ଼ପିଠା ବହୁତ ପ୍ରସିଦ୍ଧ। ରଥଗୁଡ଼ିକ ସେଗୁଡ଼ିକର କ'ଣ ବିଶେଷତା? ଶୁଣିଛି ପ୍ରତିବର୍ଷ ନୂଆ ହୁଏ। ଆଜ୍ଞା, ପ୍ରତିବର୍ଷ ସେ ରଥ ନିର୍ମାଣ ନିଜେ ହିଁ ଗୋଟେ ବଡ଼ ପରମ୍ପରା, ବଡ଼ କାମ। ନିର୍ଦ୍ଦିଷ୍ଟ କାଠ ଲାଗେ, ହଁ, କୋଉ କାଠ? ଯେମିତି ଫାଶୀ, ଧଉରା, ଏମିତି କିଛି ଗଛ। ଆଉ ସେ କାଠ ଆସେ ମୁଖ୍ୟତଃ ଦଶପଲ୍ଲା ଜଙ୍ଗଲରୁ। ଓହୋ। ଆଉ ଏହାକୁ ତିଆରି କରନ୍ତି ବଂଶାନୁକ୍ରମିକ ବିଶ୍ୱକର୍ମା ସେବକମାନେ। ପିଢ଼ି ପରେ ପିଢ଼ି ସେହି କାମ। ଆଚ୍ଛା, ତିନିଟା ରଥ ତ? ହଁ, ଜଗନ୍ନାଥଙ୍କ ରଥ ନନ୍ଦିଘୋଷ। ସେଥିରେ 16ଟା ଚକ, ରଙ୍ଗ ହେଲା ଲାଲ ଆଉ ହଳଦିଆ। ହଁ। ବଳଭଦ୍ରଙ୍କ ରଥ ତାଳଧ୍ୱଜ, 14ଟା ଚକ, ରଙ୍ଗ ଲାଲ ଆଉ ସବୁଜ। ଆଉ ସୁଭଦ୍ରଙ୍କ ରଥ ଦର୍ପଦଲନ, ସେଥିରେ 12ଟା ଚକ, ରଙ୍ଗ ଲାଲ ଆଉ କଳା। ବାଃ, ପ୍ରତ୍ୟେକ ରଥର ନିଜସ୍ୱ ପରିଚୟ ଅଛି। ଏକଦମ ନିଜର ସାରଥୀ, ଘୋଡ଼ା, ପାର୍ଶ୍ୱଦେବତା ସବୁ ଅଲଗା। ଏ ଯୋଉ ପ୍ରତିବର୍ଷ ନୂଆ କରି ଗଢ଼ା ହେଉଛି, ଏହା ନବୀକରଣର ପ୍ରତୀକ। ହଁ, ଯେମିତି ନବକଳେବାର ହୁଏ। ଠିକ୍, ନବକଳେବରେ ତ ସ୍ୱୟଂ ଦାରୁ ବିଗ୍ରହ ବଦଳନ୍ତି। ଏଠି ରଥ ବଦଳେ, ସେଇ ନୂତନତାର ଭାବନା। ଏ ଯାତ୍ରା ଆରମ୍ଭ ହେବା ଆଗରୁ ବି ତ ବହୁତ କାମ ଥାଏ, ଯେମିତି ଚନ୍ଦନ ଯାତ୍ରା। ଚନ୍ଦନ ଯାତ୍ରା ଆରମ୍ଭ ହୁଏ, ଆଉ ସେହିଦିନ ହିଁ ରଥ କାଠ ଅନୁକୂଳ ହୁଏ। ପୁରା 42 ଦିନ ଚାଲେ ଚନ୍ଦନ ଯାତ୍ରା। ଆଚ୍ଛା। ତାପରେ ଆସେ ଜ୍ୟେଷ୍ଠ ପୂର୍ଣ୍ଣିମା, ସେଦିନ ସ୍ନାନ ଯାତ୍ରା। ହଁ, ସେଦିନ ଠାକୁରମାନେ ସ୍ନାନ ମଣ୍ଡପକୁ ଆସନ୍ତି। ଆଜ୍ଞା, 108 ଗରା ପାଣିରେ ମହାସ୍ନାନ କରାଯାଏ। କୁହାଯାଏ ଏହାପରେ ଠାକୁରଙ୍କୁ ଜ୍ୱର ହୁଏ। ମାନେ ମଣିଷଙ୍କ ପରି? ହଁ, ସେଇଭଳି। ସେଥିପାଇଁ ସେମାନେ ଅଣସର ଘରକୁ ଯାଆନ୍ତି, ପ୍ରାୟ 2 ସପ୍ତାହ। ସେତେବେଳେ ଦର୍ଶନ ବନ୍ଦ ଥାଏ। ହଁ, ଦର୍ଶନ ବନ୍ଦ, କେବଳ ଅଣସରା ପଟି ଦର୍ଶନ ହୁଏ। ଆଉ ଏହି ସମୟରେ ଦଇତାପତି ସେବକମାନେ ହିଁ ଠାକୁରଙ୍କର ଗୁପ୍ତ ସେବା କରନ୍ତି। ବୁଝିଲି। ଏ ଯୋଉ ଦେବତାମାନଙ୍କର ମାନବୀୟ ଲୀଳା, ଅସୁସ୍ଥ ହେବା, ବିଶ୍ରାମ ନେବା, ଏଇଟା ବଡ଼ ଆକର୍ଷଣୀୟ। ଆଉ ଏମିତି ମାନବୀୟ ଭାବ କୋଉଠି ଦେଖାଯାଏ? ହେରା ପଞ୍ଚମୀର ବୋଧେ? ଏକଦମ। ହେରା ପଞ୍ଚମୀ ଗୋଟେ ବହୁତ ମଜେଦାର ପରମ୍ପରା। ରଥଯାତ୍ରାର ପଞ୍ଚମ ଦିନରେ ମା ଲକ୍ଷ୍ମୀ ଠାକୁରାଣୀ ଯାଆନ୍ତି ଗୁଣ୍ଡିଚା ମନ୍ଦିରକୁ। କାହିଁକି? ମହାପ୍ରଭୁଙ୍କ ଉପରେ ଅଭିମାନ କରି, କାରଣ ସେ ତାଙ୍କୁ ସାଙ୍ଗରେ ନ ନେଇ ଭାଇ ଭଉଣୀଙ୍କ ସହ ଚାଲି ଆସିଛନ୍ତି। ଓହୋ, ଆଚ୍ଛା। ତେଣୁ ସେ ଯାଇ ମହାପ୍ରଭୁଙ୍କୁ ଶୀଘ୍ର ଫେରିବାକୁ କୁହନ୍ତି। ଆଉ ଫେରିବା ବେଳେ ରାଗରେ, ମାନେ ଅଭିମାନରେ, ଜଗନ୍ନାଥଙ୍କ ନନ୍ଦିଘୋଷ ରଥରୁ ଗୋଟେ କାଠ ଭାଙ୍ଗି ଦିଅନ୍ତି ବୋଲି କୁହାଯାଏ। ବା, ଏ ତ ପୁରା ଆମ ମଣିଷ ସମ୍ପର୍କ ଭଳି। ହଁ, ଆଉ ଏ ପରମ୍ପରା ବି କୁହନ୍ତି ରାଜା କପିଳେନ୍ଦ୍ର ଦେବଙ୍କ ସମୟରୁ ଆରମ୍ଭ ହୋଇଛି। ଠିକ୍। ଏବେ ଆସିବା ବାହୁଡ଼ା କଥାକୁ। ଫେରିବା ପରେ ରଥ ଉପରେ ସୁନାବେଶ ହୁଏ। ସେଟା ତ ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକ ଜମା ହୁଅନ୍ତି। ନିଶ୍ଚୟ। ବାହୁଡ଼ା ଏକାଦଶୀ ଦିନ ରଥ ଯେତେବେଳେ ସିଂହଦ୍ୱାର ସାମ୍ନାରେ ଲାଗିଥାଏ, ସେଇ ରଥ ଉପରେ ହିଁ ଠାକୁରମାନଙ୍କୁ ବିରାଟ ସୁନାର ଅଳଙ୍କାରରେ ସଜାଯାଏ। କେତେ ସୁନା ଲାଗେ, କିଛି ଅନ୍ଦାଜ ଅଛି? କୁହାଯାଏ ପ୍ରାୟ 208 କିଲୋଗ୍ରାମ ସୁନା ଅଳଙ୍କାର ବ୍ୟବହାର ହୁଏ। ବାପ୍ରେ, 208 କିଲୋ! ହଁ, ଏ ପରମ୍ପରା ବି ରାଜା କପିଳେନ୍ଦ୍ର ଦେବ ଆରମ୍ଭ କରିଥିଲେ 1460 ମସିହାରେ, ଦକ୍ଷିଣ ଭାରତ ଜୟ କରି ଫେରିବା ପରେ ପ୍ରଭୁଙ୍କୁ କୃତଜ୍ଞତା ଜଣାଇବା ପାଇଁ। ଏହା ତ ପ୍ରଭୁଙ୍କ ରାଜକୀୟତା ଆଉ ଓଡ଼ିଶାର ସମୃଦ୍ଧିର ପ୍ରତୀକ। ନିଶ୍ଚୟ। ଏତେ ବଡ଼ ଆୟୋଜନରେ ତ ଅନେକ ସେବକଙ୍କର ଭୂମିକା ଥିବ, ଯେମିତି ଡାହୁକ ବୋଲି ଶୁଣିଛି। ହଁ, ଦାହୁକ ସେବକ। ସେମାନେ ରଥ ଉପରେ ଥାନ୍ତି ଆଉ ଏକ ପ୍ରକାରର ବିଶେଷ ଗୀତ ବା ବୋଲି ଗାଆନ୍ତି, ହଁ। ଯାହା ବିନା ରଥ ଗଡ଼େନି ବୋଲି ବିଶ୍ୱାସ ଅଛି। ସେମାନଙ୍କର ବୋଲି ଶୁଣି ଲୋକେ ଉତ୍ସାହିତ ହୋଇ ରଥ ଟାଣନ୍ତି। ଆଚ୍ଛା, ଆଉ କେହି? ଆଉ ଅଛନ୍ତି ବାନାଟି ବାଦକ। ସେମାନେ ନିଆଁ ବଲ୍ ଧରି ଖେଳ ଦେଖାନ୍ତି, ଯାତ୍ରାରେ ଗୋଟେ ଅଲଗା ରଙ୍ଗ ଭରି ଦିଅନ୍ତି। ହଁ, ଦେଖିଛି। ଆଉ ପହଣ୍ଡି, ସେଟା କ'ଣ?
ପହଣ୍ଡି ହେଲା ଠାକୁରମାନଙ୍କୁ ମନ୍ଦିର ଭିତରୁ ରଥ ଉପରକୁ ଆଣିବା ପ୍ରକ୍ରିୟା। ଧାଡ଼ି ପହଣ୍ଡିରେ ଆସନ୍ତି, ସେବକମାନେ ଝୁଲାଇ ଝୁଲାଇ ଆଣନ୍ତି। ସେ ଦୃଶ୍ୟ ବହୁତ ସୁନ୍ଦର। ତାହେଲେ ସତରେ ରଥଯାତ୍ରା କେବଳ ଗୋଟେ ଧାର୍ମିକ ଯାତ୍ରା ନୁହେଁ, ଏହା ଭିତରେ ଓଡ଼ିଶାର ପୁରା ସଂସ୍କୃତି, କଳା, ସମାଜ ଆଉ ଲକ୍ଷ ଲକ୍ଷ ଲୋକଙ୍କର ବିଶ୍ୱାସ, ଭକ୍ତି ସବୁକିଛି ମିଶି ରହିଛି। ଏକଦମ ସତ୍କଥା। ଏହା ଗୋଟେ ଜୀବନ୍ତ ପରମ୍ପରା, ଶହ ଶହ ବର୍ଷ ଧରି ଚାଲିଛି। ଆଉ ଏଇଠି ଗୋଟେ କଥା ଭାବିବା କଥା, ହଁ କୁହନ୍ତୁ। କିମିତି ଏତେ ପୁରୁଣା ଗୋଟେ ପରମ୍ପରା ଏତେ ସବୁ ଜଟିଳ ନୀତିକାନ୍ତି, ଏତେ ଆଧ୍ୟାତ୍ମିକ କଥାକୁ ଧରି ଯୁଗ ଯୁଗ ଧରି ଏମିତି ଚାଲିଛି, ନିଜର ମୂଳ ରୂପକୁ ବଜାୟ ରଖିଛି। ହଁ, ଏଇଟା ବଡ଼ ପ୍ରଶ୍ନ। ଏ ଯୋଉ ବାରମ୍ବାର ରଥ ତିଆରି ହେଉଛି କିମ୍ବା ନିର୍ଦ୍ଦିଷ୍ଟ ବର୍ଷରେ ନବକଳେବର ହେଉଛି, ଏହା ଭିତରେ ବୋଧେ ସେଇ ନିରନ୍ତରତା, ପୁନର୍ଜନ୍ମ ଆଉ ପରିବର୍ତ୍ତନ ଭିତରେ ବି କିଛି ଗୋଟେ ସ୍ଥିର ରହିବାର ଗଭୀର ତତ୍ତ୍ୱ ଲୁଚି ରହିଛି।